କାମନା ନା ରହୁ ଈର୍ଷା ସ୍ୱାର୍ଥ ଅହଂ ଭାବନା ସଦା ଝରି ପଡୁ ଦେଖୁଥିବା ଶ୍ରୋତାଙ୍କ ପାଦରେ ସୁଖର ଝରଣା। ନୂଆ ହିନ୍ଦୁ ବର୍ଷରେ ମୋର ଏତିକି କାମନା। ଓମ୍ ବିଷ୍ଣବେ ନମ। ନମସ୍କାର, ମୁଁ ଜ୍ୟୋତିର୍ବିଦ ଯଯାତି କେଶରୀ ଦାସ ସବୁଦିନ ଭଳି ଆପଣ ମାନଙ୍କ ପାଇଁ ଆଜି ବି ନେଇ ଆସିଛି ଆଜିର ରାଶିଫଳ। ଆଜିର ରାଶିଫଳ ଜାଣିବା ପୂର୍ବରୁ ପ୍ରଥମେ ଜାଣିନବା ଆଜିର ପଞ୍ଚାଙ୍ଗ। ଆଜି 2026 ମାର୍ଚ୍ଚ ମାସ 19 ତାରିଖ, ଓଡ଼ିଆ ଚୈତ୍ର ମାସ 5 ଦିନ, ଗୁରୁବାର, କୃଷ୍ଣ ପକ୍ଷ, ଅମାବାସ୍ୟା ତିଥି, ଯାହା ପ୍ରାପ୍ତ 6:08 ପର୍ଯ୍ୟନ୍ତ ରହୁଛି। ତାପରେ ପ୍ରତିପଦା ତିଥି ଆରମ୍ଭ ହେଉଛି, ଯାହା ଶେଷ ରାତ୍ରି 5:07 ପର୍ଯ୍ୟନ୍ତ ରହୁଛି। ତାପରେ ଦ୍ୱିତୀୟ ତିଥି ଆରମ୍ଭ ହେଉଛି। ତେଣୁ ଆଜି ପ୍ରତିପଦା ତିଥି କ୍ଷୟଯୁକ୍ତ ରହୁଛି। ଆଜି ଉତ୍ତରା ଭାଦ୍ରା ନକ୍ଷତ୍ର, ଯାହା ରାତ୍ରି 4:24 ପର୍ଯ୍ୟନ୍ତ ରହୁଛି। ତାପରେ ଯାହାକି ରେବତୀ ନକ୍ଷତ୍ର ଆରମ୍ଭ ହେଉଛି। ଆଜି ମୀନ ରାଶିରେ ଚନ୍ଦ୍ର ଅବସ୍ଥାପନ କରି ରହୁଛନ୍ତି। ଆଜି ସୂର୍ଯ୍ୟ ଉଦୟ ହେଉଛନ୍ତି, ଯାହା ପ୍ରାପ୍ତ 5:53 ସେଇଭଳି ସୂର୍ଯ୍ୟ ଅସ୍ତ ହେଉଛନ୍ତି ଅପରାହ୍ନ 5:52। ଆଜି ଯୁଗ୍ନି ରହିଛି ଐଶାନ କୋଣେ, ଯାହା ପ୍ରାପ୍ତ 6:08 ପର୍ଯ୍ୟନ୍ତ। ତାପରେ ଯୁଗ୍ନି ପୂର୍ବ ଦିଗରେ ରହିବ। ଆଜି ଘାତ ଚନ୍ଦ୍ର ରହିଛି ଧନୁ ରାଶି ବ୍ୟକ୍ତିଙ୍କର। ଆଜି ଘାତ ବାର ରହିଛି ତୁଳା ରାଶି ବ୍ୟକ୍ତି ଏବଂ କୁମ୍ଭ ରାଶି ବ୍ୟକ୍ତିଙ୍କର। ଆଜି ମୂର୍ତ୍ତ ବ୍ୟକ୍ତିଙ୍କର, ଯାହା ଶେଷ ରାତ୍ରି 5:07 ପର୍ଯ୍ୟନ୍ତ ରହୁଛି, ଏକପାଦ ପୁଷ୍କର ଦୋଷ। ଫଳ ରହୁଛି ପଶୁହାନି। ଆଜି ପ୍ରତିପଦାରେ ଶ୍ରାଦ୍ଧ। ନିଷିଦ୍ଧ ଖାଦ୍ୟ ରହିଛି ଆମିଷ, ତତ୍ସହିତ ପାଣି କଖାରୁ ନିଷେଧ ରହିଛି। ଆଜି ହେଉଛି ଚୈତ୍ର ଅମାବାସ୍ୟା। ତେଣୁ ଚୈତ୍ର ଅମାବାସ୍ୟାରେ ଆପଣ ଅମାବାସ୍ୟାକୃତ ସ୍ନାନ, ଦାନ, ବ୍ରତୋପବାସ ସହିତ ଆଜି ତ୍ରୟସ୍ପର୍ଶୀ ତିଥିରେ ନିଶ୍ଚିତ ସ୍ନାନ ଦାନ କରିବା ସହିତ ହୋମ ଗ୍ରହ ପୂଜା କରିପାରିବେ। ତତ୍ସହିତ ଆଜି ଯାହାକି ବାସନ୍ତୀ ନବରାତ୍ରି ପୂଜା ଆରମ୍ଭ, ଯାହାକି ଆଜିର ଦିନରେ ଘଟ ସ୍ଥାପନ। ତେଣୁ ରାତ୍ରିରେ ବାସନ୍ତୀ ପୂଜା ଆରମ୍ଭ ହେଉଛି। ତେଣୁ ଆପଣମାନେ ଆଜିଠାରୁ ମଧ୍ୟ ନିଜର ନୂତନ ସଂକଳ୍ପ ବା ଦୁର୍ଗା ପୂଜାରେ ଯେଉଁ ସଂକଳ୍ପ ବିଧି କରନ୍ତି, ଆଜି ମଧ୍ୟ ଆଜିଠାରୁ 9 ଦିନ ପର୍ଯ୍ୟନ୍ତ ସେଇ ବିଧି ପାଳନ କରିପାରିବେ। ଆଜି ହେଉଛି ହିନ୍ଦୁ ନୂଆ ବର୍ଷ, ଯାହାକି ସୃଷ୍ଟିର ଆରମ୍ଭ ଦିବସ। ତେଣୁ ଆଜି ଯାହାକି ବିକ୍ରମ ସମ୍ବତ 2083। ତେଣୁ ଆପଣମାନେ ଆଜିର ଦିନରେ ନିଜର ପିତାମାତାଙ୍କୁ ନୂତନ ବସ୍ତ୍ର ଆଭରଣ ପ୍ରଦାନ ପୂର୍ବକ ବନ୍ଦାପନା ସୁଭୋଜନ ପ୍ରଦାନ ସହିତ ଆପଣ ନିଶ୍ଚିତ ତାଙ୍କର ଆଶୀଷ ଗ୍ରହଣ କରିବେ। ତତ୍ସହିତ ଆପଣ ଯେକୌଣସି ଇଷ୍ଟ ମନ୍ଦିର ବା ଆପଣ ଯେଉଁ ସ୍ଥାନରେ ଥିବେ ସେଠାରେ ମନ୍ଦିରର ପରିଦର୍ଶନ କରିବା ସହିତ ଦୀପଟିଏ ଜଳନ୍ତୁ ଏବଂ ନିଜର ସଂକଳ୍ପ ରଖନ୍ତୁ ଏବଂ ସେହି ହିସାବରେ କାର୍ଯ୍ୟ କରନ୍ତୁ। ଦେଖିବେ ଆପଣଙ୍କର କାର୍ଯ୍ୟ ସୁରୁଖୁରୁରେ ସେହି ହିସାବରେ ଯିବ। ତତ୍ସହିତ ଆଜି ଯାହାକି ରାଷ୍ଟ୍ର ସ୍ୱୟଂସେବକର, ଯାହାକି ଡକ୍ଟର ବଳରାମ ହେଡଗଙ୍କର ଜନ୍ମ ଦିବସ। ଆଜି ଅମାବାସ୍ୟା ଯୋଗୁଁ ହଳ ମଧ୍ୟ ନିଷେଧ ରହିଅଛି। ଆଜିର ଅଶୁଭ ବେଳା, ଯାହା ଦିବା 8:45 ରୁ ଦିବା 10:01 ମଧ୍ୟ ରହିଛି କାଳ ବେଳା। ସେହିଭଳି ଦିବା 11:53 ରୁ ଦିବା 2:55 ମଧ୍ୟ ରହିଛି ବାର ବେଳା ସହିତ ରାହୁ କାଳ। ସେହିଭଳି ରାତ୍ରି 2:15 ରୁ ରାତ୍ରି 3:49 ମଧ୍ୟ ରହିଛି କାଳ ରାତ୍ରି। ତେଣୁ କାଳ ରାତ୍ରି, ରାହୁ କାଳ, କାଳ ବେଳା ଏବଂ ବାର ବେଳା ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଆଜିର ଶୁଭ ବେଳା, ଯାହା ପ୍ରାପ୍ତରୁ ଦିବା 7:27 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି
ଦିବା 2:56ରୁ ଦିବା 3:27 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ସନ୍ଧ୍ୟା 5:52ରୁ ରାତ୍ରି 10:40 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 3:50ରୁ ଶେଷ ରାତ୍ରି 5:52 ମଧ୍ୟ ରହିଛି ଶୁଭ ବେଳା। ତେବେ ଚାଲନ୍ତୁ ଜାଣିବା ଆଜିର ରାଶିଫଳ, ଯାହା ଚନ୍ଦ୍ରଗୋଚର ଗଣନା ଦ୍ୱାରା ଜାଣିବା ମେଷ ଠାରୁ ମୀନ ରାଶି ପର୍ଯ୍ୟନ୍ତ। ତେବେ ପ୍ରଥମେ ଚାଲନ୍ତୁ ଜାଣିବା ମେଷ ରାଶି ବ୍ୟକ୍ତିଙ୍କ ବିଷୟରେ। ମେଷ ରାଶି ବ୍ୟକ୍ତି, ଆଜି ଦିନଟି ଆପଣଙ୍କୁ ପ୍ରତ୍ୟେକ କାର୍ଯ୍ୟ ନିଶ୍ଚିତ ଧ୍ୟାନ ପୂର୍ବକ ଆରାମ ସହକାରେ କରିଲେ ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ମେଷ ରାଶି ବ୍ୟକ୍ତି ଟିକେ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ବରଂ ଆଜି ଦୂରତା ଅବଲମ୍ବନ କରିଲେ ତାହା ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ। ଆଜି ମେଷ ରାଶି ବ୍ୟକ୍ତି, ଯାହାକି ଆପଣଙ୍କର ଦୈନନ୍ଦିନ କାର୍ଯ୍ୟରେ ଅନେକ ସଫଳତା ସହିତ ଅନେକ କଷ୍ଟ ମଧ୍ୟ ସାମ୍ନା କରିବାକୁ ପଡ଼ିପାରେ। ଆଜି ମେଷ ରାଶି ବ୍ୟକ୍ତି ଚାକିରି ସମ୍ବନ୍ଧରେ କାର୍ଯ୍ୟଗୁଡ଼ିକ ନିଶ୍ଚିତ ଆପଣଙ୍କର ସ୍ଥିରକୃତ ରହିବ, ଅର୍ଥାତ୍ କିଛି ଖରାପ ହେବ ନାହିଁ କି ବିଶେଷ ଭଲ ମଧ୍ୟ ହେବ ନାହିଁ। ଆଜି ମେଷ ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଭାଗ୍ୟ ମଧ୍ୟମ ଧରଣରେ ରହିଛି। ତତ୍ସହିତ ଆଜି ରାଜନୈତିକ ସାମାଜିକ କ୍ଷେତ୍ରରେ ମେଷ ରାଶି ବ୍ୟକ୍ତି ନିଜର କର୍ମକ୍ଷେତ୍ରରେ ଅସ୍ଥିରତା ବା ଆପଣ ଟିକେ ସ୍ଥିରତା ଯଦି ରଖିବେ ତାହା ଆପଣଙ୍କ ପାଇଁ ଭଲ ହେବ। ଆଜି ମେଷ ରାଶି ବ୍ୟକ୍ତି ପ୍ରେମ ସମ୍ବନ୍ଧରେ ନିଜର ଜୀବନ ସାଥୀଙ୍କ ସହିତ ଭଲ ବା ସତ କଥା କୁହନ୍ତୁ। ଯଦି ଅସତ କଥା ନିଜର ପାର୍ଟନରକୁ କହୁଛନ୍ତି ତାହେଲେ ନିଜ ଭିତରେ ଅସନ୍ତୋଷ ପରବର୍ତ୍ତୀ ଷ୍ଟେପରେ ଅନେକ ଏହି କଥା ପାଇଁ ମହଙ୍ଗା ପଡ଼ିବ ଏବଂ ସମ୍ପର୍କ ଖରାପ ହେବାର ଚାନ୍ସ ରହୁଛି। ତେବେ ଆଜି ନୂତନ ପ୍ରେମ ପାଇଁ କିଛି କଥାବାର୍ତ୍ତା କରନ୍ତୁ ନାହିଁ, ଯାହା ଆପଣଙ୍କ ପାଇଁ ଭଲ ହେବ। ଆଜି ମେଷ ରାଶି ବ୍ୟକ୍ତି ପାରିବାରିକ ସମସ୍ୟା ଭିତରେ କିଛି ଜଟିଳ ହୋଇପାରେ, ତେଣୁ ନିଜ ଭିତରେ ଏହାକୁ ବସି ସମାଧାନ କରନ୍ତୁ। ଆବଶ୍ୟକ ସ୍ଥଳେ ଟିକେ ଚୁପ୍ ରହିଲେ ପରିବାର ସମ୍ବନ୍ଧ ଭଲ ରହିବ। ଆଜି ମେଷ ରାଶି ବ୍ୟକ୍ତି ଆର୍ଥିକ ସ୍ଥିତି ଦେଖିଲେ ଯାହାକି ଆପଣ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଠାରୁ ଦୂରତା ଅବଲମ୍ବନ କରନ୍ତୁ। ଅର୍ଥଜନିତ ନିଷ୍ପତ୍ତି ପାଇଁ ଆଜି ଭଲ ଦିନ ହୋଇନପାରେ। ତେବେ ଦୈନନ୍ଦିନ ଯେଉଁମାନେ ବେପାର ବାଣିଜ୍ୟ କରୁଛନ୍ତି ନିଶ୍ଚିତ ଧ୍ୟାନ ପୂର୍ବକ କାର୍ଯ୍ୟ କରନ୍ତୁ ଏବଂ ବେପାରରେ ଆପଣ ଲାଭ କରିବା ପାଇଁ ସମସ୍ତ ବୁଦ୍ଧି ପ୍ରୟୋଗ କରନ୍ତୁ। ଆଜି ମେଷ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଠିକ ରହିବ। ପୂର୍ବରୁ ଯଦି କିଛି ସ୍ୱାସ୍ଥ୍ୟ ସମସ୍ୟା ଥିବ ତାହା ଆଜି ଟିକେ ଅସ୍ଥିରତା ଆଡ଼କୁ ଅଗ୍ରଗତି କରିପାରେ। ଆଜି ମେଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 6। ଭାଗ୍ୟ ରଙ୍ଗ ଆପଣ ଧଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 45% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବୃଷ ରାଶି ବ୍ୟକ୍ତିଙ୍କ ବିଷୟରେ। ବୃଷ ରାଶି ବ୍ୟକ୍ତି, ଆଜି ଦିନଟି ଆପଣଙ୍କ ପାଇଁ ସଫଳତାର ଦିନ। ଆଜି ବହୁତ ସକ୍ରିୟ ହୋଇପାରିବେ ନିଜ କାର୍ଯ୍ୟକ୍ଷେତ୍ରରେ। ଆପଣଙ୍କର କାର୍ଯ୍ୟ ଆଜି ଆତ୍ମବିଶ୍ୱାସ ସହକାରେ ସକାରାତ୍ମକ ସଫଳତା ଶୀର୍ଷରେ ପହଞ୍ଚିବେ। ତତ୍ସହିତ ବୃଷ ରାଶି ବ୍ୟକ୍ତି ଦୈନନ୍ଦିନ କାର୍ଯ୍ୟରେ ଆପଣ ଆଗକୁ ବଢିବା ସହିତ ନିଜର ଚାକିରି କ୍ଷେତ୍ରରେ କାର୍ଯ୍ୟ କରୁଥିଲେ ନିଜର ପ୍ରତିଭା ପରିପ୍ରକାଶ କରିପାରନ୍ତି, ଯାହାକି ସମାଜ ଆଗରେ ଜଣେ ଆପଣ ପ୍ରତିଷ୍ଠିତ ବ୍ୟକ୍ତି ଏବଂ ପ୍ରଶଂସାର ଯୋଗ୍ୟ ବନେଇ ଯାଇପାରନ୍ତି ବୃଷ ରାଶି ବ୍ୟକ୍ତି। ଆଜି ବୃଷ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଦକ୍ଷତା ବୃଦ୍ଧି କରିବ। ତତ୍ସହିତ ଆଜି ବୃଷ ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଉତ୍ତମ ଯୁଗ ରହିଛି, ଯାହାକି ପାଠ ପଢାପଢିରେ ସଫଳତା ସହିତ ଇଣ୍ଟରଭ୍ୟୁ ଏକ୍ଜାମରେ ଆପଣ ନିଶ୍ଚିତ ଭଲ କୃତକାର୍ଯ୍ୟ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ବୃଷ ରାଶି ବ୍ୟକ୍ତି ପ୍ରେମ ଦୁନିଆରେ ଯେଉଁମାନେ ଜଡ଼ିତ ଅଛନ୍ତି ଆଜି ମଧୁର ସମ୍ପର୍କ ବା ଭଲ ବାର୍ତ୍ତାଳାପ କରିବା ପାଇଁ ପୂର୍ଣ୍ଣ ଶୁଭ ଯୁଗ ରହିଛି। ତତ୍ସହିତ ନୂତନ ପ୍ରେମର ବାର୍ତ୍ତାଳାପ ସୃଷ୍ଟି କରିବା ପାଇଁ ଆଜି ନିଶ୍ଚିତ ଏକ ଉତ୍ତମ ଦିନ ହୋଇପାରେ। ଆଜି ବୃଷ ରାଶି ବ୍ୟକ୍ତିଙ୍କର ପରିବାର ବର୍ଗଙ୍କ ସହିତ ହସ ଖୁସିରେ ଦିନ କଟିବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ବୃଷ ରାଶି ବ୍ୟକ୍ତିଙ୍କର ଅର୍ଥଜନିତ କାରବାରରେ ଆପଣ ଅନେକ ପ୍ରକାର ଲାଭ ପାଇବାର ପୂର୍ଣ୍ଣ ସୁଯୋଗ ରହୁଛି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣାପଡୁଛି। ତେବେ ବେପାର ବାଣିଜ୍ୟ ପାଇଁ ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ପୂର୍ଣ୍ଣ ଶୁଭ ଯୁଗ ରହୁଛି। ତତ୍ସହିତ
ପୂର୍ବରୁ ଦେଇଥିବା ଅର୍ଥ ଆଜି ଫେରି ପାଇବାର ଯାହାକି ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି, ଯାହା ଆପଣଙ୍କ ରାଶି ଚକ୍ରରୁ ବୃଷ ରାଶି ବ୍ୟକ୍ତିଙ୍କର। ତେବେ ବୃଷ ରାଶି ବ୍ୟକ୍ତି ଆଜି ଆପଣଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ। ପୂର୍ବରୁ ଯଦି କିଛି ସ୍ୱାସ୍ଥ୍ୟ ସମସ୍ୟା ଥିବ ତାହା ସମାଧାନ ହବାର ଆଜି ଯାହାକି ଆପଣଙ୍କ ଭାଗ୍ୟ ରାଶିରୁ ଜଣା ପଡୁଛି। ତେବେ ବୃଷ ରାଶି ବ୍ୟକ୍ତିଙ୍କର ଆଜି ଭାଗ୍ୟ ସଂଖ୍ୟା ରହିଛି 4। ଭାଗ୍ୟ ରଙ୍ଗ ଆପଣ ଧୂସର ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 98% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମିଥୁନ ରାଶି ବ୍ୟକ୍ତିଙ୍କ ବିଷୟରେ। ମିଥୁନ ରାଶି ବ୍ୟକ୍ତି ଆଜି ଆପଣଙ୍କର ଅନେକ ପ୍ରତିବନ୍ଧକ ସତ୍ତ୍ୱେ ମଧ୍ୟ ଆପଣ କାର୍ଯ୍ୟଗୁଡ଼ିକୁ ଅତି ସହଜରେ କରିବେ ଏବଂ ଆତ୍ମବିଶ୍ୱାସ ସହକାରେ କରିବେ, ଆନନ୍ଦିତ ହେବେ ସେ କାର୍ଯ୍ୟରେ। ଆପଣ ବହୁତ କିଛି ଆଜି କାର୍ଯ୍ୟ ସଫଳତା ଶୀର୍ଷରେ ପହଞ୍ଚିବେ। ତତ୍ସହିତ ଆଜି ମିଥୁନ ରାଶି ବ୍ୟକ୍ତି ଟିକେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପାଇଁ ଆଜି ଦୂରତା ଅବଲମ୍ବନ କରନ୍ତୁ, କାରଣ ଆପଣଙ୍କର ମାନସିକ ସ୍ଥିତି କେତେକାଂଶରେ ଅସ୍ଥିରତା ଆଡ଼କୁ ଅଗ୍ରଗତି କରିବ। ତେବେ ମିଥୁନ ରାଶି ବ୍ୟକ୍ତି ଦୈନନ୍ଦିନ କାର୍ଯ୍ୟକ୍ଷେତ୍ରରେ ଆପଣ ନିଶ୍ଚିତ ସଫଳତା ପାଇବେ ଏବଂ କାର୍ଯ୍ୟଗୁଡ଼ିକୁ ଅତି ସୁଖମୟ ପରିବେଶରେ କରିବେ। ଚାକିରି ସମ୍ବନ୍ଧରେ କାର୍ଯ୍ୟ ମିଥୁନ ରାଶି ବ୍ୟକ୍ତି ନିଶ୍ଚିତ ଆପଣ ଆଗକୁ ବଢିବାର ଶୁଭ ଯୁଗ ରହୁଛି। ତତ୍ସହିତ ଆପଣଙ୍କର କାର୍ଯ୍ୟ କୌଶଳ ଦୃଷ୍ଟି ଆକର୍ଷଣ ସମସ୍ତଙ୍କ ଆଗରେ ହୋଇପାରେ। ତତ୍ସହିତ ମିଥୁନ ରାଶି ବ୍ୟକ୍ତି ଆଜି ପ୍ରେମ ଦୁନିଆରେ ଯୋଉମାନେ ଅଛନ୍ତି ନିଶ୍ଚିତ ଆପଣଙ୍କ ପାଇଁ ଆଜି ଉତ୍ତମ ଦିନ ହୋଇପାରେ। ନିଜର ଜୀବନ ସାଥୀଙ୍କ ସହିତ ଆଜି ମଧୁର ବାର୍ତ୍ତାଳାପ କରିବା ପାଇଁ ପୂର୍ଣ୍ଣ ସୁଯୋଗ ରହୁଛି। ତତ୍ସହିତ ଆଜି ମିଥୁନ ରାଶି ବ୍ୟକ୍ତି ନୂତନ ପ୍ରେମ ପାଇଁ ଆଜି ଆପଣଙ୍କର ଭାଗ୍ୟ ସାଥ ଦେଇପାରେ। ତେବେ ମିଥୁନ ରାଶି ବ୍ୟକ୍ତି ଆଜି ପାରିବାରିକ ସମ୍ପର୍କ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ପାରିବାରିକ ସମ୍ପର୍କ ଭଲ ରହିବ। ନିଜ ଭିତରେ ପୂର୍ବରୁ ଯଦି କିଛି ସମସ୍ୟା ଥିବ ତାହା ଆଜି ସମାଧାନ ହବାର ଅନେକ ଚାନ୍ସ ରହୁଛି। ଆଜି ମିଥୁନ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ନିଶ୍ଚିତ ଭାଗ୍ୟ ଆପଣଙ୍କର ଉତ୍ତମ ଯୁଗ ପରିବେଶର ସୃଷ୍ଟି କରୁଛି। ତତ୍ସହିତ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଆଜି ଉତ୍ତମ ଯୁଗ ପରିବେଶ ବନଉଛି। ଆଜି ମିଥୁନ ରାଶି ବ୍ୟକ୍ତି ଆର୍ଥିକ କାରବାରରେ ଆପଣ ଅନେକ ପ୍ରକାର ଲାଭ ପାଇବାର ପୂର୍ଣ୍ଣ ସୁଯୋଗ ରହୁଛି। ତେବେ ଆଜି ନିଶ୍ଚିତ ରିସ୍କଫୁଲ ବେପାର ବାଣିଜ୍ୟ କରନ୍ତୁ ନାହିଁ, କାରଣ ପରବର୍ତ୍ତୀ ଷ୍ଟେପରେ ମହଙ୍ଗା ପଡିବାର ଯୁଗ ବନଉଛି। ତେବେ ଆଜି ମିଥୁନ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ, କୌଣସି ସ୍ୱାସ୍ଥ୍ୟ ସମସ୍ୟା ରହିବ ନାହିଁ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି ମିଥୁନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 2। ଭାଗ୍ୟ ରଙ୍ଗ ଆପଣ କମଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 70% ସାଥ ଦଉଛନ୍ତି। ଚାଲନ୍ତୁ ଜାଣିବା କର୍କଟ ରାଶି ବ୍ୟକ୍ତିଙ୍କ ବିଷୟରେ। କର୍କଟ ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କର ପ୍ରତ୍ୟେକ କାର୍ଯ୍ୟ ଅନୁକୂଳ ହବା ଭାରି କଷ୍ଟକର। କାର୍ଯ୍ୟରେ ଚାପ ବଢିପାରେ, ଦୈନନ୍ଦିନ କାର୍ଯ୍ୟଗୁଡ଼ିକ ଅସ୍ଥିରତା ଆଡକୁ ଅଗ୍ରଗତି କରିପାରେ, ମାନସିକ ସ୍ଥିତି ଯାହାକି ସ୍ଥିରତା ନ ରହିପାରେ କର୍କଟ ରାଶି ବ୍ୟକ୍ତିଙ୍କର। ଆଜି କର୍କଟ ରାଶି ବ୍ୟକ୍ତି ଆପଣଙ୍କର ଯଦି ମାନସିକ ଅସ୍ଥିରତା ରହୁଛି ତେଣୁ ଆପଣ ନିଶ୍ଚିତ ପ୍ରାର୍ଥନା କରନ୍ତୁ, ଆଧ୍ୟାତ୍ମିକ କାର୍ଯ୍ୟରେ ନିଜକୁ ନିୟୋଜିତ କରନ୍ତୁ କିମ୍ବା କର୍କଟ ରାଶି ବ୍ୟକ୍ତି ପ୍ରବଚନ କିମ୍ବା ସଙ୍ଗୀତ ଶୁଣନ୍ତୁ, ଦେଖିବେ ମନ ସ୍ଥିର ହେବ ଏବଂ କାର୍ଯ୍ୟ ସଫଳତା ଆଡକୁ ଅଗ୍ରଗତି କରିବ। ତେବେ ଆଜି କର୍କଟ ରାଶି ବ୍ୟକ୍ତି ଯୋଉମାନେ ଚାକିରି ସମ୍ବନ୍ଧରେ ଜଡିତ ଅଛନ୍ତି ନିଶ୍ଚିତ ଉପରସ୍ଥ ଅଫିସରଙ୍କ ସହିତ ଭଲ ସମ୍ପର୍କ ରଖିବା ପାଇଁ ଚେଷ୍ଟା କରନ୍ତୁ। କୌଣସି ତାଙ୍କ ସହିତ କଳହ ଯୁକ୍ତିତର୍କ କରନ୍ତୁ ନାହିଁ, କାରଣ ଆପଣଙ୍କର ଏହି ଯୁକ୍ତିତର୍କ ମହଙ୍ଗା ପଡିପାରେ ପରବର୍ତ୍ତୀ ଷ୍ଟେପରେ। ତେବେ କର୍କଟ ରାଶି ବ୍ୟକ୍ତି ଆଜି ରାଜନୈତିକ ସାମାଜିକ କ୍ଷେତ୍ରରେ ବିଶେଷ ସଫଳତା ପାଇ ନ ପାରନ୍ତି, ଯାହାକି ଆପଣଙ୍କର ଭାଗ୍ୟ ଗ୍ରହ ନିମ୍ନଗାମୀ ରହୁଛି। ତତ୍ସହିତ କର୍କଟ ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନେ ଆଜି ଆପଣଙ୍କର ପଢାପଢିରେ ଅସ୍ଥିରତା ଅବଲମ୍ବନ କରିପାରନ୍ତି, ତେଣୁ ନିଶ୍ଚିତ ନିଜର ପାଠ ପଢା ପ୍ରତି ଧ୍ୟାନ ଦିଅନ୍ତୁ। ଆଜି କର୍କଟ ରାଶି ବ୍ୟକ୍ତି ପ୍ରେମ ଦୁନିଆରେ ଯୋଉମାନେ ଅଛନ୍ତି ସେମାନଙ୍କର ନକାରାତ୍ମକ ଭାବନା ଅଧିକ ଦେଖାଦେବ। ବିଶେଷ କରି ପାର୍ଟନରଙ୍କ ପ୍ରତି ଆପଣଙ୍କର ବିଶ୍ୱସନୀୟତା କମି ଯାଇପାରେ, ତେଣୁ ଆପଣ ନିଶ୍ଚିତ ନିଜର ଭଲ ପାଇବା ବା ଭଲ ସମ୍ପର୍କ ରଖିବା ପାଇଁ ଚେଷ୍ଟା କରନ୍ତୁ। କୌଣସି ଖରାପ କଥା ବା କଟୁ କଥା କୁହନ୍ତୁ ନାହିଁ, ଯାହା ପରବର୍ତ୍ତୀ ଷ୍ଟେପରେ ଆପଣଙ୍କର ସମ୍ପର୍କ ଖରାପ ହବାର ଚାନ୍ସ ବନେଇ ଦେଇପାରେ।
तेबे कर्कट राशि व्यक्ति आज पारिवारिक संपर्क निज भितर किछि मनांतर बा जुक्तितर्क कलह सृष्टि करि पारे तेणु एहा प्रति ध्यान दबार आवश्यकता रहिछि। आज कर्कट राशि व्यक्ति आर्थिक स्थिति जहा कि आपणक पई विशेष भल नाही तेणु आपण अर्थजनित कौनसी निष्पत्ति आज नियंतु नाही। तेबे जो माने व्यापार वाणिज्य करूछंती ध्यान पूर्वक व्यापार वाणिज्य करंतु ताहा आपणक पई भल हेबो। आज कर्कट राशि व्यक्ति आपणकर परिवार वर्गंकर स्वास्थ्य नै आपण टिके चिंता बढ़ी पारे। आज कर्कट राशि व्यक्तिंकर भाग्य संख्या रहिछि 9, भाग्य रंग आपण हलदिया रंग व्यवहार करि परिबे एवं ग्रह माने आपण को आज 40% साथ दउछंती। एबे चलंतु जानिबा सिंह राशि व्यक्तिंक विषय। सिंह राशि व्यक्ति आज दिनटे आपणक पई निश्चित ध्यान एवं संयमता सहकारे कार्य करंतु। काहाकू खुशी रे प्रतिश्रुति दियंतु नाही। गुरुत्वपूर्ण निष्पत्ति नबा पई बहुत थर भाबी चिंती निष्पत्ति नियंतु किंबा दूरता अवलंबन करंतु जहा सिंह राशि व्यक्तिंक पई भल हेबो। तेबे सिंह राशि व्यक्ति आज दैनंदिन कार्य रे आपणकर कार्य अतिरिक्त चाप बढ़ी पारे जहा पई आपण अस्थिरता आड़को अग्रगति करि पारंती सिंह राशि व्यक्ति। तेबे सिंह राशि व्यक्ति अतिरिक्त चाप को कमेइबा पई चेष्टा करंतु। आवश्यक स्थले कार्य रु टिके रेस्ट नै पुणी कार्य करंतु। देखिबे आपणकर जो कार्य चाप रहुची ताहा मध्य जणा पड़िबो नाही। तेबे सिंह राशि व्यक्ति आपण जदि चाकरी संबंध रे कार्य करूछंती निश्चित ध्यान पूर्वक कार्य करंतु। केतेकांश रे आपणकर कार्य त्रुटि होबार चांस रहुची तेणु एहा प्रति ध्यान दियंतु। तेबे शिक्षार्थी विद्यार्थी मानक पई आज शुभ जुग परिस्थिति बनौची। राजनैतिक सामाजिक क्षेत्र रे कार्य करुथिबा व्यक्ति टिके निजर जहा कि कर्तव्य बा कार्य को कौनसी अस्थिरता बा जुक्तितर्क भितरे पुरांतु नाही। आवश्यक स्थले स्थिर रुहंतु जहा आपणकर राजनैतिक सामाजिक क्षेत्र भल रहिबो। आज सिंह राशि व्यक्तिंकर प्रेम दुनिया रे निज भितरे भल संपर्क रखिबा पई चेष्टा करंतु। परिवार वर्गंक सहित केते मनांतर आसीबार चांस रहुची तेणु एहा प्रति ध्यान देले आपणकर प्रेम संपर्क सहित परिवार संपर्क मध्य भल रहिबो। आज सिंह राशि व्यक्ति अर्थजनित कारोबार रे आपण आशा अनुଯାयी लाभ न पाई पारंती जहा आपणक भाग्य चक्र रु जणा पडुची। तेबे सिंह राशि व्यक्ति आज कौनसी रिस्कफुल व्यापार वाणिज्य करंतु नाही जहा आपणक पई भल हेबो। तेबे सिंह राशि व्यक्ति आज स्वास्थ्यगत दृष्टि देखिले आपणकर मानसिक अस्थिरता अधिक देखा देबो तेणु एहा प्रति ध्यान देले आपण संपूर्ण फिट रहिबे। आज सिंह राशि व्यक्तिंकर भाग्य संख्या रहिछि जहा कि 7, भाग्य रंग आपण जहा कि बैगण रंग व्यवहार करि परिबे एवं ग्रह माने आपण को आज 45% साथ दउछंती। एबे चलंतु जानिबा कन्या राशि व्यक्तिंक विषय। कन्या राशि व्यक्ति आज दिनटे आपणकर प्रत्येक कार्य सुरुखुरे हबो। आपण आशावादी अधिक रहिबे एवं सफलता मध्य पाइबे। निज लक्ष्य स्थले पहुंचीबार पूर्ण सुजोग रहुची जहा कि आपणकर भाग्य ग्रह पूर्ण शुभजुग परिस्थिति बनौची। तेबे कन्या राशि व्यक्ति आज दैनंदिन कार्य रे आपण निश्चित निर्धारित समय अनुसार कार्य संपूर्ण करिवार क्षमता आपणक पाखरे देखा देबो। तत्सहित आज सहकर्मी सहित भल संपर्क रहिबो। तांको द्वारा आपणक कार्य अनेक प्रकार सफलता एवं आगक बढ़िबार पूर्ण सुजोग रहुची। तेबे कन्या राशि व्यक्ति आज जो माने राजनीतिक सामाजिक क्षेत्र रे कार्य करूछंती सेमानक पई उत्तम जुग रहुची। तत्सहित शिक्षार्थी विद्यार्थी माने जो माने जड़ित अछंती इंटरव्यू एग्जाम देबे सेमानक पई पूर्ण शुभजुग परिस्थिति बनौची। तत्सहित आज कन्या राशि व्यक्ति जो माने चाकरी संबंध रे कार्य करूछंती निश्चित निजर कार्य कौशल प्रतिभा देखै जहा कि आपण समस्तक आगरे जहा कि प्रशंसार पात्र बनि जाई पारंती। आज कन्या राशि व्यक्ति प्रेम दुनिया रे जो माने जड़ित अछंती निजर जीवन साथी सहित भल संपर्क रहिबो। निज भितरे मधुर वार्तालाप करिवार पूर्ण सुजोग रहुची। तेबे जो माने नूतन प्रेम पाई किछि कथावार्ता करूछंती टिके आज दिनटी दूरता अवलंबन करिले सेमानक पाई भल हेबो। आज कन्या राशि व्यक्तिंकर पारिवारिक संपर्क भल रहिबो।
କୌଣସି ସମସ୍ୟା ଯଦି ପୂର୍ବରୁ ଥିବ ତାହା ଆଜି ସମାଧାନ ହେବାର ଯୁଗ ରହୁଛି। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ଆର୍ଥିକ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ଅର୍ଥଜନିତ କୌଣସି ସମସ୍ୟା ରହିବ ନାହିଁ। ପୂର୍ବରୁ ଯଦି ଅର୍ଥଜନିତ କିଛି ସମସ୍ୟା ଥିବ ତାହା ଆଜି ନିଶ୍ଚିତ ସମାଧାନ ହବାର ଚାନ୍ସ ରହୁଛି। ତେବେ ବେପାର ବାଣିଜ୍ୟ ଯଦି ଆପଣ କରୁଛନ୍ତି ଅନେକ ପ୍ରକାର ଲାଭ ପାଇବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ। କୌଣସି ସ୍ୱାସ୍ଥ୍ୟ ସମସ୍ୟା ରହିବ ନାହିଁ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 5। ଭାଗ୍ୟ ରଙ୍ଗ ଆପଣ ଯାହାକି ନୀଳ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 70% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ତୁଳା ରାଶି ବ୍ୟକ୍ତିଙ୍କ ବିଷୟରେ। ତୁଳା ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କର ମାନସିକ ସ୍ଥିତି ଭଲ ରହିବ। ନିଜର ଲକ୍ଷ୍ୟସ୍ଥଳେ ପହଞ୍ଚିବେ, କିନ୍ତୁ ରଣନୀତି ପ୍ରସ୍ତୁତ କରି କାର୍ଯ୍ୟ କରିଲେ ପ୍ରତ୍ୟେକ କାର୍ଯ୍ୟ ଆପଣଙ୍କର ସଫଳତା ଶୀର୍ଷରେ ପହଞ୍ଚିବେ। ଆଜି ତୁଳା ରାଶି ବ୍ୟକ୍ତି ନିଶ୍ଚିତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ଆପଣଙ୍କର ଭାଗ୍ୟ ସାଥ ଦେଉଛି। ତେବେ ତୁଳା ରାଶି ବ୍ୟକ୍ତି ଦୈନନ୍ଦିନ କାର୍ଯ୍ୟରେ ଅନେକ ଚାପ ସତ୍ତ୍ୱେ ମଧ୍ୟ ଆପଣଙ୍କର କାର୍ଯ୍ୟ ଆଗକୁ ନେଇ କାର୍ଯ୍ୟ କରିବେ ଏବଂ ସମୟ ଅନୁସାରେ ନିଶ୍ଚିତ ନିର୍ଦ୍ଧାରିତ ସମୟ ଅନୁସାରେ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାର କ୍ଷମତା ଦେଖାଦେବ। ଆଜି ତୁଳା ରାଶି ବ୍ୟକ୍ତି ଯୋଉମାନେ ଚାକିରି ସମ୍ବନ୍ଧରେ କାର୍ଯ୍ୟ କରୁଛନ୍ତି ନିଶ୍ଚିତ କାର୍ଯ୍ୟ କୌଶଳ ଅନେକ ମାନଙ୍କୁ ଦୃଷ୍ଟି ଆକର୍ଷଣ କରେଇପାରେ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ତୁଳା ରାଶି ବ୍ୟକ୍ତି ନିଶ୍ଚିତ ଆଜି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଦକ୍ଷତା ବୃଦ୍ଧି କରିବ ଏବଂ ମାନ ସମ୍ମାନ ପ୍ରତିଷ୍ଠା ଲାଭ କରିବାର ସୁଯୋଗ ରହୁଛି। ଆଜି ତୁଳା ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନେ ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ ସେଥିରେ ଆପଣଙ୍କର ଭାଗ୍ୟ ଯାହାକି ଶୁଭ ଯୁଗ ପରିସ୍ଥିତି ବନଉଛି, ଯାହାକି ଆପଣ ସଫଳତା ପ୍ରାପ୍ତ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ତୁଳା ରାଶି ବ୍ୟକ୍ତି ଯୋଉମାନେ ପ୍ରେମ ସମ୍ବନ୍ଧରେ ଜଡିତ ଅଛନ୍ତି ସେମାନଙ୍କ ପାଇଁ ଆଜି ଭଲ ଦିନ ହୋଇପାରେ, ଯାହାକି ମଧୁର ବାର୍ତ୍ତାଳାପ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ତେବେ ଯେଉଁ ତୁଳା ରାଶି ବ୍ୟକ୍ତି ନୂତନ ପ୍ରେମ ପାଇଁ କିଛି କଥାବାର୍ତ୍ତା କରିବା ପାଇଁ ଆଜି ଶୁଭ ଯୁଗ ପରିସ୍ଥିତି ବନଉଛି। ଆଜି ତୁଳା ରାଶି ବ୍ୟକ୍ତିଙ୍କର ଯାହାକି ଆପଣଙ୍କର ପାରିବାରିକ ସମ୍ପର୍କ ଭଲ ରହିବ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ତୁଳା ରାଶି ବ୍ୟକ୍ତି ଆଜି ବେପାର ବାଣିଜ୍ୟରେ ନିଶ୍ଚିତ ଆଜି ଅନେକ ପ୍ରକାର ଲାଭ ପାଇବେ। ତେବେ ପୂର୍ବରୁ ଯଦି କିଛି ଅର୍ଥଜନିତ ସମସ୍ୟା ଥିବ ବା କିଛି ଆପଣଙ୍କର କ୍ଷତି ହେଇଥିବ ତାହା ଆଜି ପୂରଣ ହବାର ଅନେକ ଚାନ୍ସ ରହୁଛି। ଆଜି ତୁଳା ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ। ପୂର୍ବରୁ ଯଦି କିଛି ସ୍ୱାସ୍ଥ୍ୟ ସମସ୍ୟା ଥିବ ଆଜି ସମାଧାନ ହବାର ଅନେକ ଚାନ୍ସ ରହୁଛି। ଆଜି ତୁଳା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 3। ଭାଗ୍ୟ ରଙ୍ଗ ଆପଣ ବାଇଗଣୀ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 98% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବିଛା ରାଶି ବ୍ୟକ୍ତିଙ୍କ ବିଷୟରେ। ବିଛା ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କର ପ୍ରତ୍ୟେକ କାର୍ଯ୍ୟ ଆପଣଙ୍କର ଚାପ ସୃଷ୍ଟି ହୋଇପାରେ, ତେଣୁ ଧୈର୍ଯ୍ୟ ସହକାରେ କାର୍ଯ୍ୟ କରନ୍ତୁ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଠାରୁ ବିଛା ରାଶି ବ୍ୟକ୍ତି ଦୂରତା ଅବଲମ୍ବନ କରନ୍ତୁ। କୌଣସି ଭାବାତ୍ମକ କାର୍ଯ୍ୟ ଠାରୁ ଦୂରତା ଅବଲମ୍ବନ କରିଲେ ଆପଣଙ୍କ ପାଇଁ ଭଲ ହେବ। ଆଜି ପ୍ରତ୍ୟେକ କାର୍ଯ୍ୟରେ ଶାନ୍ତ ରୁହନ୍ତୁ। ଆବଶ୍ୟକ ସ୍ଥଳେ ଯଦି କାର୍ଯ୍ୟରେ ଯୁକ୍ତି ତର୍କ କଳହ ଆଡକୁ ଯାଉଛି ଆପଣ ଚୁପ ରହିଲେ ଆପଣଙ୍କର କାର୍ଯ୍ୟ ସଫଳତା ଆଡକୁ ନିଶ୍ଚିତ ବନେଇ ଦେବ। ତେବେ ବିଛା ରାଶି ବ୍ୟକ୍ତି କର୍ମକ୍ଷେତ୍ରରେ ଆପଣ କାର୍ଯ୍ୟ କରିବା ପୂର୍ବରୁ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟ କରିଲେ ଯଦି ତ୍ରୁଟି ରହିବ ତାହା ସମାଧାନ ହେବ। ଚାକିରି ସମ୍ବନ୍ଧରେ କାର୍ଯ୍ୟ ତ୍ରୁଟି ଆସିପାରେ, ତେଣୁ ଏହା ପାଇଁ ଆପଣ ଧୈର୍ଯ୍ୟ ସହକାରେ କାର୍ଯ୍ୟ କରିବାକୁ ପଡିବ। କାର୍ଯ୍ୟ କରୁଥିବା ବେଳେ ଆପଣ ଉପରସ୍ଥ କର୍ମଚାରୀଙ୍କ କଥା ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି, ନହେଲେ ପରବର୍ତ୍ତୀ ଷ୍ଟେପରେ ଆପଣ ତାଙ୍କଠାରୁ ଗାଳି ଶୁଣିବାର ଆବଶ୍ୟକତା ଯୁଗ ବନଉଛି। ତେବେ ବିଛା ରାଶି ବ୍ୟକ୍ତି ଆଜି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣ ନିଶ୍ଚିତ ସ୍ଥିରତା ଅବଲମ୍ବନ କରନ୍ତୁ। ଯୋଉମାନେ ପାଠ ପଢାପଢି ବ୍ୟକ୍ତି ମାନେ ଯାହାକି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନେ ନିଜର ପାଠ ପଢା ପ୍ରତି ଏକାଗ୍ରତା ଜାହିର କରି କାର୍ଯ୍ୟ କରନ୍ତୁ, କାରଣ ଆଜି ପାଠ ପଢାପଢିରେ ଅବହେଳା ଯୁକ୍ତ ରହୁଛି, ତେଣୁ ଏହା ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି ବିଛା ରାଶି ବ୍ୟକ୍ତିଙ୍କର। ଆଜି ବିଛା ରାଶି ବ୍ୟକ୍ତି ପ୍ରେମ ଦୁନିଆରେ ଯୋଉମାନେ ଜଡିତ ଅଛନ୍ତି ନିଶ୍ଚିତ ନିଜର ପ୍ରେମ ସମ୍ପର୍କକୁ ଧୈର୍ଯ୍ୟ ସହକାରେ
ଭଲ ପାଇବା ଦିଅନ୍ତୁ ଅର୍ଥାତ୍ ଯୁକ୍ତିତର୍କ କଳହ ଠାରୁ ଦୂରତା ଅବଲମ୍ବନ କରିଲେ ଆପଣଙ୍କର ପ୍ରେମ ସମ୍ପର୍କ ଭଲ ରହିବ। ଆଜି ଯାହାକି ବିଛା ରାଶି ବ୍ୟକ୍ତିଙ୍କର ପରିବାର ବର୍ଗଙ୍କ ସହିତ ମଧୁର କଥାବାର୍ତ୍ତା କରନ୍ତୁ, ଯାହା ଆପଣଙ୍କର ପରିବାର ସମ୍ପର୍କ କିଛି ସମସ୍ୟା ଆସିବ ନାହିଁ। ଆଜି ବିଛା ରାଶି ବ୍ୟକ୍ତିଙ୍କର ଅର୍ଥଜନିତ କାରବାରରେ ଆପଣ ନିଶ୍ଚିତ ଅର୍ଥଜନିତ କୌଣସି ରିସ୍କଫୁଲ ବେପାର ବାଣିଜ୍ୟ କରନ୍ତୁ ନାହିଁ କିମ୍ବା ଧାର ଉଧାର କରନ୍ତୁ ନାହିଁ କିମ୍ବା ଧାର କାହାକୁ ଦିଅନ୍ତୁ ନାହିଁ, ତାହା ଆପଣଙ୍କ ପାଇଁ ଭଲ ହେବ। ତେବେ ବିଛା ରାଶି ବ୍ୟକ୍ତି ଆଜି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ କିଛି ମାତ୍ରାରେ ଅସ୍ଥିରତା ଆଡ଼କୁ ଅଗ୍ରଗତି କରୁଛି। ବିଶେଷ କରି ଆପଣଙ୍କର ଜଙ୍ଘଜନିତ ସମସ୍ୟା ଯଦି ପୂର୍ବରୁ ଥିବ, ଆଜି ଅଧିକ ସମସ୍ୟା ବଢେଇ ଦେଇପାରେ। ଆଜି ବିଛା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 1, ଭାଗ୍ୟ ରଙ୍ଗ ଆପଣଙ୍କର ସୁନେଲି ରଙ୍ଗ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 50% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ଧନୁରାଶି ବ୍ୟକ୍ତିଙ୍କ ବିଷୟରେ। ଧନୁରାଶି ବ୍ୟକ୍ତି ଆଜି ନିଜର କାର୍ଯ୍ୟଗୁଡ଼ିକୁ ସହଜ କରିବା ପାଇଁ ଲକ୍ଷ୍ୟଭ୍ରଷ୍ଟ ନ ହୋଇ ଏକାଗ୍ରତା ସହକାରେ ଧନୁରାଶି ବ୍ୟକ୍ତି କାର୍ଯ୍ୟ କରନ୍ତୁ, ଦେଖିବେ ଆପଣଙ୍କର କାର୍ଯ୍ୟ ସଫଳତା ଆଡ଼କୁ ଅଗ୍ରଗତି କରିବ। ତେବେ ଧନୁରାଶି ବ୍ୟକ୍ତି ଆଜି ଦୈନନ୍ଦିନ କାର୍ଯ୍ୟରେ କିଛି ଚାପ ସୃଷ୍ଟି ହୋଇପାରେ, ମାନସିକ ଅସ୍ଥିରତା ଆଡ଼କୁ ଅଗ୍ରଗତି କରିପାରେ। ତେଣୁ ଏହା ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ। ଚାକିରି ସମ୍ବନ୍ଧରେ କାର୍ଯ୍ୟ ଯାହାକି ଚାପ ସୃଷ୍ଟି ହେବ, ଯାହା ପାଇଁ ଉପରସ୍ଥ କର୍ମଚାରୀଙ୍କ ଠାରୁ ଆପଣ ଗାଳି ଶୁଣି ପାରନ୍ତି, କାରଣ ଆପଣଙ୍କର କାର୍ଯ୍ୟ ତ୍ରୁଟି ହବାର ଅନେକ ଚାନ୍ସ ରହୁଛି। କାରଣ ଧନୁରାଶି ବ୍ୟକ୍ତି ଆଜି ଘାତ ଚନ୍ଦ୍ର ଯୁକ୍ତ ରହୁଛି, ତେଣୁ ଏହା ପ୍ରତି ସାବଧାନ ରହିବାର ଆବଶ୍ୟକତା ରହୁଛି। ତେବେ ଆଜି ଧନୁରାଶି ବ୍ୟକ୍ତି ଯଦି କିଛି ଦୂରଯାତ୍ରା କରୁଛନ୍ତି, ତାହା ସଫଳତା ହବା ଭାରି କଷ୍ଟକର। ତେଣୁ ଦୂରଯାତ୍ରା ଆଜି ନାସ୍ତି କରନ୍ତୁ। ତତ୍ସହିତ ଯଦି ଗାଡ଼ି ପରିଚାଳନା କରୁଛନ୍ତି, ତେବେ ସାବଧାନ ସହକାରେ ପରିଚାଳନା କରନ୍ତୁ। ଆଜି ଧନୁରାଶି ବ୍ୟକ୍ତିଙ୍କର ପ୍ରେମ ସମ୍ବନ୍ଧରେ ନିଜ ଭିତରେ ମଧୁର ସମ୍ପର୍କ ବଜାଇ ରହିବ। କୌଣସି ଗଭୀର କଟୁ କଥା କୁହନ୍ତୁ ନାହିଁ, ଆବଶ୍ୟକ ସ୍ଥଳେ ଚୁପ୍ ରୁହନ୍ତୁ, ଦେଖିବେ ଆପଣଙ୍କର ପ୍ରେମ ସମ୍ବନ୍ଧ ଭଲ ରହିବ। ତେବେ ଆଜି ନୂତନ ପ୍ରେମ ସମ୍ପର୍କ ଠାରୁ ଦୂରତା ଅବଲମ୍ବନ କରନ୍ତୁ। ଆଜି ଧନୁରାଶି ବ୍ୟକ୍ତିଙ୍କର ପାରିବାରିକ ସମ୍ପର୍କ ସ୍ଥିରତା ରଖିବା ପାଇଁ ଚେଷ୍ଟା କରନ୍ତୁ। ତେବେ ଧନୁରାଶି ବ୍ୟକ୍ତି ଆଜି ଆର୍ଥିକ କାରବାରରେ ଆପଣ ରିସ୍କଫୁଲ ବେପାର ବାଣିଜ୍ୟ କରନ୍ତୁ ନାହିଁ, ଧାର ଉଧାର ଠାରୁ ଦୂରତା ଅବଲମ୍ବନ କରନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ ଆଜି ଧନୁରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ କିଛି ମାତ୍ରାରେ ଅସ୍ଥିରତା ଆଡ଼କୁ ଅଗ୍ରଗତି କରିପାରେ। ତେଣୁ ନିଶ୍ଚିତ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଆବଶ୍ୟକ ସ୍ଥଳେ କୌଣସି ଖାଦ୍ୟ ଆପଣ ଖରାପ ଖାଦ୍ୟ ଖାଆନ୍ତୁ ନାହିଁ, ବିଶେଷ କରି ନିଶା ଦ୍ରବ୍ୟ ଠାରୁ ଦୂରତା ଅବଲମ୍ବନ କରନ୍ତୁ ଧନୁରାଶି ବ୍ୟକ୍ତି। ଆଜି ଧନୁରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 8, ଭାଗ୍ୟ ରଙ୍ଗ ଆପଣ ଧଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 45% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମକର ରାଶି ବ୍ୟକ୍ତିଙ୍କ ବିଷୟରେ। ମକର ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କ ପାଇଁ ପୂର୍ଣ୍ଣ ସଫଳତା ଯୁଗ ରହିଛି। କେତେକାଂଶରେ ଆପଣ ନିଶ୍ଚିତ ଭାଗ୍ୟ ଆଜି ପରିବର୍ତ୍ତନ ହୋଇପାରେ। ବୋଧେ ହୁଏ ଆପଣ ଦିନଟି ଅତି ସୁଖମୟ ପରିବେଶରେ ରଖିବାର ପୂର୍ଣ୍ଣ ସୁଯୋଗ ରହିଛି। ତେବେ ମକର ରାଶି ବ୍ୟକ୍ତି ନିଜର କାର୍ଯ୍ୟର ଦକ୍ଷତା ଉନ୍ନତି କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ଭଲ ଫଳାଫଳ ଆପଣଙ୍କର ଦୈନନ୍ଦିନ କାର୍ଯ୍ୟରେ ଦେଖାଦେବ। ତତ୍ସହିତ ମକର ରାଶି ବ୍ୟକ୍ତି ଚାକିରି ସମ୍ବନ୍ଧରେ କାର୍ଯ୍ୟଗୁଡ଼ିକ ଉତ୍ସାହ ସହକାରେ କାର୍ଯ୍ୟ କରିବେ। ଆପଣଙ୍କର କାର୍ଯ୍ୟ କୌଶଳ ସମସ୍ତଙ୍କୁ ଦୃଷ୍ଟି ଆକର୍ଷଣ ଦେଇପାରେ। ତେବେ ଆଜି ମକର ରାଶି ବ୍ୟକ୍ତି ଯାହାକି ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ନିଶ୍ଚିତ ଉତ୍ସାହ ଏବଂ ସମ୍ପୂର୍ଣ୍ଣ ସଫଳତା ମାନ ସମ୍ମାନ ପ୍ରତିଷ୍ଠା ହବାର ପାଇବାର ଯୁଗ ବନଉଛି। ତେବେ ମକର ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନେ ଯୋଉମାନେ ଜଡ଼ିତ ଅଛନ୍ତି, ସେମାନଙ୍କ ପାଇଁ ଆଜି ଉତ୍ସାହର ଦିନ ହୋଇପାରେ, ଯାହାକି ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ ସେଥିରେ ଅନେକ ପ୍ରକାର ସଫଳତା ପାଇବାର ପୂର୍ଣ୍ଣ ସୁଯୋଗ ରହୁଛି। ତେବେ ମକର ରାଶି ବ୍ୟକ୍ତି ଆଜି ଯୋଉମାନେ ପ୍ରେମ ସମ୍ବନ୍ଧରେ ଜଡ଼ିତ ଅଛନ୍ତି, ନିଶ୍ଚିତ ଆଜି ଆପଣଙ୍କର ପ୍ରେମ ଏକ ନିଆରା ପ୍ରକାର ହୋଇପାରେ, ଯାହାକି ମଧୁର ବାର୍ତ୍ତାଳାପ ସହିତ ପ୍ରେମ ସମ୍ବନ୍ଧର ଗଭୀର ସମ୍ପର୍କ ସୃଷ୍ଟି ହୋଇପାରେ। ତତ୍ସହିତ ମକର ରାଶି ବ୍ୟକ୍ତି ନୂତନ ପ୍ରେମ
କ୍ଷେତ୍ରରେ ମଧ୍ୟ ଆଜି କଥାବାର୍ତ୍ତା କରିବାର ପୂର୍ଣ୍ଣ ଶୁଭଯୋଗ ବନଉଛି। ତେବେ ମକର ରାଶି ବ୍ୟକ୍ତି ଆଜି ପରିବାର ସମ୍ବନ୍ଧ ଭଲ ରହିବ। ନିଜ ଭିତରେ ପୂର୍ବରୁ ଥିବା କିଛି ଯାହାକି ମନାନ୍ତର ଆଜି ଦୂରୀଭୂତ ହବାର ଅନେକ ଚାନ୍ସ ରହୁଛି। ତେବେ ମକର ରାଶି ବ୍ୟକ୍ତି ଆଜି ଅର୍ଥଜନିତ କାରବାରରେ ଆପଣଙ୍କୁ ଅନେକ ପ୍ରକାର ଲାଭ ପାଇବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ମକର ରାଶି ବ୍ୟକ୍ତି ନିଜର କାର୍ଯ୍ୟ ଦକ୍ଷତା ବଳରେ ଯାହାକି ବେପାର ବାଣିଜ୍ୟ ଶୀର୍ଷ ସ୍ଥାନରେ ପହଞ୍ଚି ପାରନ୍ତି ଏବଂ ଅର୍ଥଜନିତ ଯେକୌଣସି ନିଷ୍ପତ୍ତି ନେବା ପାଇଁ ଆଜି ପୂର୍ଣ୍ଣ ଶୁଭଯୋଗ ରହୁଛି ମକର ରାଶି ବ୍ୟକ୍ତିଙ୍କର। ଆଜି ମକର ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ। ପୂର୍ବରୁ ଯଦି କିଛି ସ୍ୱାସ୍ଥ୍ୟ ସମସ୍ୟା ଥିବ ଆଜି ଆରୋଗ୍ୟ ଲାଭ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ମକର ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 6। ଭାଗ୍ୟ ରଙ୍ଗ ଆପଣ କଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 95% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କୁମ୍ଭ ରାଶି ବ୍ୟକ୍ତିଙ୍କ ବିଷୟରେ। କୁମ୍ଭ ରାଶି ବ୍ୟକ୍ତି ଆଜି ପ୍ରତ୍ୟେକ କାର୍ଯ୍ୟ ଯତ୍ନ ସହକାରେ କରନ୍ତୁ। ନକାରାତ୍ମକ ଭାବନା ଠାରୁ ନିଜକୁ ଦୂରତା ଅବଲମ୍ବନ କରନ୍ତୁ। ଆପଣ କୌଣସି ବ୍ୟତିବ୍ୟସ୍ତ ହୋଇ କାର୍ଯ୍ୟ କରନ୍ତୁ ନାହିଁ। ବିଶେଷ କରି ପ୍ରିୟଜନଙ୍କ ସହିତ କଥାବାର୍ତ୍ତା ବେଳେ ସତର୍କତା ଅବଲମ୍ବନ କରନ୍ତୁ, ଯାହା ଆପଣଙ୍କ ପାଇଁ ଆଜି ନିହାତି ଜରୁରୀ। କାରଣ କଟୁ କଥା କହି ପ୍ରିୟଜନଙ୍କ ଠାରୁ ଆପଣ ଦୂରତା ହେବେ, ନିଜ ଭିତରେ ସମ୍ପର୍କ ଖରାପ ହବାର ଚାନ୍ସ ରହୁଛି। ଆଜି କୁମ୍ଭ ରାଶି ବ୍ୟକ୍ତି ଦୈନନ୍ଦିନ କାର୍ଯ୍ୟରେ କିଛି ତ୍ରୁଟି ହବାର ଚାନ୍ସ ରହୁଛି, ତେଣୁ ଏହା ପ୍ରତି ନିଶ୍ଚିତ ଚିନ୍ତା ଆପଣ ରହିବା ଦରକାର। ତତ୍ସହିତ ଆଜି ଚାକିରି ସମ୍ବନ୍ଧରେ କାର୍ଯ୍ୟ କରୁଥିଲେ ସତର୍କତା ସହିତ କାର୍ଯ୍ୟ କରନ୍ତୁ, ନହେଲେ ଉପରସ୍ଥ ଯାହାକି କର୍ମଚାରୀଙ୍କ ଠାରୁ ଆପଣଙ୍କ ତାଙ୍କ ରାଗ ରୁଷରେ ଆପଣ ପଡ଼ିପାରନ୍ତି, ଯାହା ପାଇଁ ପରବର୍ତ୍ତୀ ଷ୍ଟେପରେ ଆପଣଙ୍କର ମହଙ୍ଗା ପଡ଼ିବ। ନିଜ ଭିତରେ ସମ୍ପର୍କ ଏବଂ ତ୍ରୁଟି ହବ, ଅନେକ ଗାଳି ଶୁଣିପାରନ୍ତି। କୁମ୍ଭ ରାଶି ବ୍ୟକ୍ତିଙ୍କ ଭାଗ୍ୟ ଚକ୍ର ଜଣା ପଡୁଛି। ଆଜି କୁମ୍ଭ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ନିଶ୍ଚିତ ଏହା ପ୍ରତି ସାବଧାନ ରୁହନ୍ତୁ, ଯାହାକି ଆପଣ କୌଣସି ଯାହାକି କାର୍ଯ୍ୟ କରୁଥିଲା ବେଳେ ବିଶେଷ କରି ତ୍ରୁଟି ଜନିତ ଯେମିତି ନ ହେବ ସେଥିପ୍ରତି ସଚେତନ ରୁହନ୍ତୁ। ତତ୍ସହିତ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନେ ଆଜି ପାଠ ପଢା ପ୍ରତି ଏକାଗ୍ରତା ଜାହିର କରନ୍ତୁ, କାରଣ ଆଜି ପାଠ ପଢା ପଢିରେ ଆପଣ ଅବହେଳା କରିପାରନ୍ତି। ଆଜି କୁମ୍ଭ ରାଶି ବ୍ୟକ୍ତି ଅର୍ଥଜନିତ କାରବାରରେ ଆପଣ ଅନାବଶ୍ୟକ ଖର୍ଚ୍ଚ ଠାରୁ ଦୂରତା ଅବଲମ୍ବନ କରନ୍ତୁ। ତତ୍ସହିତ ବେପାର ବାଣିଜ୍ୟକୁ ଭଲ ପ୍ରଗତି କରିବା ପାଇଁ ଆପଣ କିଛି ଯୋଜନା ପ୍ରସ୍ତୁତ କରି ବେପାର ବାଣିଜ୍ୟ କରିଲେ ନିଶ୍ଚିତ ସଫଳତା ପାଇବେ, ନହେଲେ ଆପଣଙ୍କର ଆଜି କ୍ଷତି ହବାର ଚାନ୍ସ ରହୁଛି। ଆଜି କୁମ୍ଭ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ବିଶେଷ କରି ମାନସିକ ଚିନ୍ତା ଅଧିକ ବଢିବ। ତେଣୁ ନିଶ୍ଚିତ ନିଜର ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବା ସହିତ ଆପଣ ଖାଦ୍ୟ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 4। ଭାଗ୍ୟ ରଙ୍ଗ ଆପଣ ସବୁଜ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 35% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମୀନ ରାଶି ବ୍ୟକ୍ତିଙ୍କ ବିଷୟରେ। ମୀନ ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କ ପାଇଁ ଏକ ସଫଳତାର ଦିନ ହୋଇପାରେ। ଆଜି ଉପଯୁକ୍ତ ନିଷ୍ପତ୍ତି ନେବା ପାଇଁ ଭାଗ୍ୟ ଆପଣଙ୍କର ପୂର୍ଣ୍ଣ ସହଯୋଗ କରୁଛି। ଅଧିକାଂଶ କାର୍ଯ୍ୟ ଆପଣଙ୍କର ସଫଳତା ଶୀର୍ଷରେ ପହଞ୍ଚି ପାରନ୍ତି ମୀନ ରାଶି ବ୍ୟକ୍ତି। ଆଜି ମୀନ ରାଶି ବ୍ୟକ୍ତି ନିଜର ଦୈନନ୍ଦିନ କାର୍ଯ୍ୟରେ ଅନେକ ସଫଳତା ପାଇବେ। ବିଶେଷ କରି ସହଯୋଗୀ ମାନେ ଆପଣଙ୍କ ହାତ ବଢେଇବେ ସାହାଯ୍ୟ କରିବାର ଏବଂ ମୀନ ରାଶି ବ୍ୟକ୍ତି ଚାକିରି ସମ୍ବନ୍ଧରେ କାର୍ଯ୍ୟଗୁଡ଼ିକୁ ଅନେକ ପ୍ରଶଂସା ପାଇବାର ପୂର୍ଣ୍ଣ ସୁଯୋଗ ରହିଛି। ଆପଣଙ୍କର କାର୍ଯ୍ୟକୌଶଳ ଦେଖି ଉପରସ୍ଥ କର୍ମଚାରୀ ନିଶ୍ଚିତ ଆପଣଙ୍କୁ ଭଲ ବାତାବରଣ ଏବଂ ପ୍ରେରଣାଦାୟକ ଯାହାକି ଉତ୍ସାହିତ କରିପାରନ୍ତି। ଆଜି ମୀନ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିଲେ ଆପଣଙ୍କର ଉତ୍ସାହ ବଢିବ, ଯାହାକି ଆପଣ ଜଣେ ପ୍ରତିଷ୍ଠାବାନ ଧୈର୍ଯ୍ୟବାନ ବ୍ୟକ୍ତି ରୂପେ ପରିଚିତ ହୋଇପାରନ୍ତି। ତେବେ ମୀନ ରାଶି ବ୍ୟକ୍ତି ଯୋଉମାନେ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନେ ଇଣ୍ଟରଭ୍ୟୁ ଏକ୍ଜାମ ଥିବ ସେଥିରେ ଅନେକ ପ୍ରକାର ସଫଳତା ପାଇବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ମୀନ ରାଶି ବ୍ୟକ୍ତିଙ୍କର ଯାହାକି ପ୍ରେମ ଦୁନିଆରେ ଯୋଉମାନେ ଜଡିତ ଅଛନ୍ତି ମଧୁର ସମ୍ପର୍କ ଦେଖାଦେବ। ତତ୍ସହିତ ଆଜି ଉତ୍ତମ ବାର୍ତ୍ତାଳାପ କରିବା ପାଇଁ ପୂର୍ଣ୍ଣ ସୁଯୋଗ ରହୁଛି। ନୂତନ ପ୍ରେମ କଥାବାର୍ତ୍ତା ପାଇଁ ଆଜି ଭାଗ୍ୟ ଆପଣଙ୍କର ସାଥ ଦେଉଛି। ଆଜି ମୀନ ରାଶି ବ୍ୟକ୍ତିଙ୍କର ପରିବାର ସମ୍ପର୍କ ଭଲ ରହିବ। ପୂର୍ବରୁ ଯଦି କିଛି ସମସ୍ୟା ଥିବ ଆଜି ନିଶ୍ଚିତ ନିଜ ଭିତରେ ସମାଧାନ ହବାର ଅନେକ ଚାନ୍ସ ରହୁଛି। ଆଜି ମୀନ ରାଶି ବ୍ୟକ୍ତିଙ୍କର ଅର୍ଥଜନିତ କାରବାରରେ ଆପଣ ଅନେକ ପ୍ରକାର ଟଙ୍କା ସଞ୍ଚୟ କରିବା ସହିତ
ଆପଣଙ୍କର ଅର୍ଥ କାରବାର ବିଶେଷ କରି ବେପାର ବାଣିଜ୍ୟ ଲାଭ ପାଇବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ମୀନ ରାଶି ବ୍ୟକ୍ତିଙ୍କର ଯାହାକି ନୂତନ ବେପାର ବାଣିଜ୍ୟ ନିଷ୍ପତ୍ତି ନେବା ପାଇଁ ଭାଗ୍ୟ ଆଜି ଶୁଭଯୋଗ ପରିସ୍ଥିତି ବନଉଛି। ତତ୍ସହିତ ମୀନ ରାଶି ବ୍ୟକ୍ତି ଆଜି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ପୂର୍ବରୁ ଯଦି କିଛି ସ୍ୱାସ୍ଥ୍ୟ ସମସ୍ୟା ଥିବ ଆଜି ତାହାର ସମାଧାନ ହବାର ଅନେକ ଚାନ୍ସ ରହୁଛି। ଆଜି ମୀନ ରାଶି ବ୍ୟକ୍ତି ଆପଣଙ୍କର ଭାଗ୍ୟ ସଂଖ୍ୟା ରହିଛି 2, ଭାଗ୍ୟ ରଙ୍ଗ କମଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 50% ସାଥ ଦଉଛନ୍ତି। ଓମ୍ ବିଷ୍ଣବେ ନମଃ। ନମସ୍କାର।